ବୋଉ 2004 ମସିହାର ଆମକୁ ଛାଡ଼ିକି ଗଲା। ସେଇଟା ଜୁଲାଇ ମାସ 10 ତାରିଖ ବୋଉ ଗଲା। ତାପରେ ସେଇ ବର୍ଷ ଯେତେବେଳେ 4-5 ବେଳକୁ ଯେତେବେଳେ ମୁଁ କ'ଣ କଲି ନା, ଆମ ପାଖର ଡଗରପଡ଼ା ହାଇସ୍କୁଲ ବୋଲି ଗୋଟେ ପାଖରେ ଗୋଟେ ହାଇସ୍କୁଲ ଅଛି। ସେଠି ସବୁ ଗାଁ ଗହଳିର ପାଖ ପିଲା ଝିଅ ଛୁଆ ଏତେ ସବୁ ପଢ଼ନ୍ତି। ଦୂରକୁ ଯିଏ ବାରିପୁର କେନ୍ଦ୍ରାପଡ଼ା ଯାଇ ନ ପାରନ୍ତି ସମସ୍ତେ ଏଇ ସ୍କୁଲର ପଢ଼ନ୍ତି। ସେ ସ୍କୁଲର ପିଲାମାନଙ୍କ ହାତରେ ସେତେବେଳେ ଟେଷ୍ଟ ପେପର ଖଣ୍ଡେ କିଣିବା ପାଇଁ କି କାଗଜପତ୍ର 2 ଖଣ୍ଡ କିଣିବା ପାଇଁ ମଧ୍ୟ ପଇସା ସେମିତି ସେ ଲୋକମାନଙ୍କ ପାଖରେ ନଥାଏ। 5 ମସିହାରେ ମୁଁ ଗୋଟିଏ ସେଇ ସାର୍ମାନଙ୍କୁ, ସେ ସାର୍ଙ୍କ ଭିତରୁ ଜଣେ 2 ଜଣ ମୋର ଛାତ୍ର ଥିଲେ, ମୋ ଡହରପଡ଼ା ହାଇସ୍କୁଲ ଛାତ୍ର ନା ସାର୍ମାନେ, ମୁଁ ତାଙ୍କୁ କହି ଗୋଟିଏ ମୋ ବୋଉ ନାଁର ଗୋଟିଏ ସମ୍ପଦ ଦେବୀ ମେମୋରିଆଲ ମେରିଟ୍ ସ୍କଲାରସିପ୍ ବୋଲି ଗୋଟିଏ ପୁରସ୍କାର କଲି। ଯିଏ 8ମ 9ମ 10ମ 3 ଶ୍ରେଣୀର ଜଣେ ନୁହେଁ 2 ଜଣ ନୁହେଁ, ପ୍ରତ୍ୟେକ ଶ୍ରେଣୀର 3 ଜଣ, 8ମର 3 ଜଣ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼, 9ମର 3 ଜଣ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼, 10ମର 3 ଜଣ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼, ଏଇ 9 ଜଣଙ୍କୁ ଫାର୍ଷ୍ଟ ପ୍ରାଇଜ୍ଟା ହେଲା 200, ସେବେଳେ 200 ଟଙ୍କା, ଏବେ ମଧ୍ୟ ତା ଚାଲିଛି 200 ଟଙ୍କା, ଏବଂ ସେକେଣ୍ଡ ପ୍ରାଇଜ୍ 150 ଟଙ୍କା, ଥାର୍ଡ଼ ପ୍ରାଇଜ୍ 100 ଟଙ୍କା। ମୁଁ ତାଙ୍କୁ ପ୍ରତ୍ୟେକ ବର୍ଷ ଜାନୁଆରୀ 26ରେ ତାଙ୍କୁ ଅର୍ପଣ କରେ ଏବଂ ସାର୍ମାନଙ୍କୁ ଗୋଟେ ସାର୍ଟିଫିକେଟ୍ ମଧ୍ୟ ଦିଏ। ଯେ ସମ୍ପଦ ଦେବୀ ମେମୋରିଆଲ ମେରିଟ୍ ସ୍କଲାରସିପ୍ ବୋଲି ଗୋଟେ ସାର୍ଟିଫିକେଟ୍ ମଧ୍ୟ ଡଗରପଡ଼ା ହାଇସ୍କୁଲର ଅଛି, ତାଙ୍କ ଇତିହାସରେ ଦିଏ। ମୋ ବୋଉ କଥା ସବୁବେଳେ ମୋ ମନେ ରହିବ ବୋଲି। ଆଉ ଏ ସାର୍ଟିଫିକେଟ୍ ମଧ୍ୟ ମୁଁ କହିଦେଇ ଯାଇଛି, ମୋ ପୁଅ ମଧ୍ୟ ତାକୁ ସେ କଣ୍ଟିନ୍ୟୁ କରିବ, ସେଟା କେବେ ବନ୍ଦ ହେବନି। ସେତେଦିନ ଯାଏଁ ଆମକୁ ଭଗବାନ କୃପା କରିକି ରଖିଥିବେ, ସେତେଦିନ ଯାଏଁ ଆମେ ନେଇକି ସେ ପିଲାଙ୍କୁ ଏ ସାର୍ଟିଫିକେଟ୍ ଏବଂ ପ୍ରାଇଜ୍ ପଇସା ଦେଇକି ଆସୁଥିଲୁ। ଯାହା ହଉ ଏତିକି ତା କଲେ ଅନ୍ତତଃ ତାର ଯେଉଁ ଶିକ୍ଷା ପ୍ରତି ଯେଉଁ ଥିଲା ଆଗ୍ରହ, ଯେଉଁ ସମ୍ମାନ ଥିଲା, ଯେଉଁ ମହନୀୟତା ଥିଲା, ସେଇଟା ଟିକେ ରହିବ। ଏବଂ ବୋଉ କଥା, ମୋ ବୋଉ କଥା ସମସ୍ତଙ୍କ କାନରେ ପଡ଼ିବ। ସାଇରାମ।